ଆଜିର ଏହି ପବିତ୍ର ଦିବସରେ ଆମେ ସମସ୍ତେ ଏକାଠି ହେଇଛେ। ଆମର ଆଶା କର୍ମୀବୃନ୍ଦ, ଆମର ଏନ୍ଏମ୍ ଫାର୍ମାସିଷ୍ଟ, ଆମର ଏଲ୍ଟି ବୁଜୁ, ଆଉ ଗାଁ ଆମର ଏଇ ପଞ୍ଚାବନ ଗାଁର ସଭାପତି ମହୋଦୟ, ଆଉ ସେକ୍ରେଟାରୀ ଆଉ ଆମର ସେକ୍ରେଟାରୀ ଗାର୍ଡ, ଆଉ କେତେ ଗ୍ରାମବାସୀ। ତ ଏହା ହେଉଛି ସାଧାରଣତନ୍ତ୍ର ଦିବସ। ଏହି ଦିବସରେ ଆମର ଆଇନ କରାଯାଇଥିଲା। ତ ଆମର ଭାରତ ବର୍ଷ ଏବେ ବିଶ୍ୱ ଘୋଷିତ ହେବାକୁ ଯାଉଛି। ଆଗେ ଯେଉଁ ପ୍ରକାର ଭାରତ ଥିଲା, ଏବେ ଆଉ ସେ ଭାରତ ନାହିଁ। 2047 ମସିହା ଭିତରେ ଆମର ଭାରତ ପୁଣି ବିଶ୍ୱଗୁରୁ ହେବାକୁ ଯାଉଛି। ତ ସେଇ ବିଶ୍ୱଗୁରୁ ହେବାକୁ ଭାରତ ହେବା ସମୟରେ ଆମର ବି କିଛି କର୍ତ୍ତବ୍ୟ ଅଛି। ପ୍ରତି ଲୋକଙ୍କର କର୍ତ୍ତବ୍ୟ ଅଛି ଆଇନ ଖସଡ଼ାକୁ ଠିକ୍ ରକମରେ ପାଳନ କରିବା, ଯାହାଫଳରେ କି ଆମର ଭାରତ ବିଶ୍ୱରେ ଏକ ନମ୍ବର ହୋଇପାରିବ। ତ ଆମ ଭିତରେ ଯଦି କିଛି ପାର୍ଥକ୍ୟ ରହିବ, ଆମ ଭିତରେ ଯଦି ସେଇ ଯେଉଁ ବେକର ମାଳାରେ ମୁକ୍ତି ଯଦି ଗୋଟେ ଖସିଗଲା, ତାହେଲେ ବେକର ମାଳା ଆଉ ଗଠନ ହେଇପାରିବ। ତ ସମସ୍ତେ ଏକଜୁଟ ହେଲେ ଆମର ଏଇ ଆଇନ ଖସଡ଼ା ଶୃଙ୍ଖଳା ଭାବରେ ପାଳନ ହେଇପାରିବ ଆଉ ଆମେ ବିଶ୍ୱରେ ଏକ ନମ୍ବର ହେଇପାରିବ। ତ ଆଇନ ଶୃଙ୍ଖଳାରେ ଆମର କ'ଣ କର୍ତ୍ତବ୍ୟ ଅଛି? ଯେମିତିକି ଛୋଟ ଛୋଟ ଆଇନ, ଯେମିତିକି ଆମର ହସ୍ପିଟାଲରେ ରୋଗୀ ସେବା ହେଉଛି। ତ ରୋଗୀ ସେବା ହେଲେ ପ୍ରତି ଲୋକର ସୁରକ୍ଷା ମିଳେ, ପ୍ରତି ଲୋକକୁ ସ୍ୱାସ୍ଥ୍ୟ ଭଲ ମିଳେ, ଯାହାଫଳରେ କି ସମସ୍ତେ ସୁସ୍ଥ ହେଲେ ଆମର ଦେଶ ବି ଆମର ଭାରତ ମାତା ବି ସୁସ୍ଥ ରହିବ। ଆମେ ଯଦି ସୁସ୍ଥ ରହିବାନି, ତାହେଲେ ଭାରତ ମାତା ମଧ୍ୟ ଅସୁସ୍ଥ ହେଇ ପଡ଼ିବ। ଯେମିତିକି ଆମେ ଧୀରେ ଧୀରେ ସମୟ ଯାଉଛି, ସେମିତି ଆମର ଲାଇଫ୍ ମଧ୍ୟ ସେମିତି ଚେଞ୍ଜ ହେଇଯାଉଛି। ଆମର ଗାଁରେ ଏବେ ପ୍ରତ୍ୟେକ 5 ବର୍ଷରୁ ତଳ ପିଲାମାନେ ମଧ୍ୟ ମୋବାଇଲ ଧରିଲେଣି, ଯାହାଫଳରେ କି ତାଙ୍କର ବ୍ରେନ୍ ଡ୍ୟାମେଜ୍ ଧୀରେ ଧୀରେ ହେଉଛି। ଏଗୁଡ଼ାକୁ ପୁଙ୍ଖାନୁପୁଙ୍ଖ ଭାବେ ଦେଖିବା କଥା, ସମସ୍ତଙ୍କ ନଜର ଆକର୍ଷଣ କରିବା କଥା। କ'ଣ ସତରେ 5 ବର୍ଷର ତଳ ପିଲାଙ୍କୁ ଆମେ ମୋବାଇଲ ଦେବାଟା କ'ଣ ଠିକ୍? ଯାହାଫଳରେ କି ଆଉ ସେ 5 ବର୍ଷ ହେଲା ବେଳକୁ, ସେ 2 ବର୍ଷ 3 ବର୍ଷ ପିଲା ଯେତେବେଳେ ମୋବାଇଲ ଧରା ହେଇଥିବ, ସେ 5-6 ବର୍ଷ ହେଲା ବେଳକୁ ତାର ବ୍ରେନ୍ ପୁରା ଡ୍ୟାମେଜ୍ ହେଇଥାଉଛି। ନା କୌଣସି କଥା ଶୁଣୁଛି, ନା ପଢ଼ୁଛି, ନା ବାପା ମାଆ କଥା ଶୁଣିପାରୁଛି, ଚିଡ଼ଚିଡ଼ାପଣ ହେଉଛି, ଏସବୁ ରୋଗର ଶିକାର ସେ ହେଉଛି। ଏସବୁ ଜିନିଷକୁ ଆମେ ଯଦି ଏବେଠୁ ସଜାଗ ନ ହେବା, ତାହେଲେ ଆମର ଭବିଷ୍ୟତ, ଆମର ନୂତନ ପିଢ଼ି ସବୁ ଖରାପ ହେଇ ପଡ଼ିବ। ତ ଏଗୁଡ଼ାକୁ ଆମକୁ ନଜର ଦେବାକୁ ପଡ଼ିବ। ଏଇଟା ହେଉଛି ଛୋଟ ପିଲାମାନଙ୍କର ଉପରେ ଆମର ନଜର ରହିବା ଦରକାର। ତାଠୁ ଟିକେ ବଡ଼ ହେଉଛନ୍ତି ଆମର ଯବାନ ପିଲା। ସେମାନେ କ'ଣ କରୁଛନ୍ତି ନା ଡ୍ରିଙ୍କ୍ସ କରୁଛନ୍ତି। ଡ୍ରିଙ୍କ୍ସ କରୁଛନ୍ତି ତ କରୁଛନ୍ତି, ତା ସାଙ୍ଗରେ ଆମର ଆଇନ ଗୁଡ଼ାକୁ ବିଶୃଙ୍ଖଳା କରୁଛନ୍ତି। ଯେମିତିକି ବାଇକ୍ ଚଲାଉଛନ୍ତି ଡ୍ରିଙ୍କ୍ସ କରିକି। ଏଇଟା ତ ବହୁତ ବଡ଼ ଭୁଲ, ଯେଉଁଗୁଡ଼ାକୁ ଆମକୁ ନଜର ରଖିବାକୁ ପଡ଼ିବ। ବାଇକ୍ ଚଲେଇବ ଡ୍ରିଙ୍କ୍ସ କରିକି, ତାପରେ କି ମୃତ୍ୟୁବରଣ ହେଇଯାଉଛି, ଆମର ଭାରତ ମାଆର ଗୋଟେ ସନ୍ତାନ ମରିଯାଉଛି, ଯେଉଁଟାକୁ ଶୁଣିବାକୁ ବହୁତ ଖରାପ ଲାଗୁଛି। ଡ୍ରିଙ୍କ୍ସ କରିବ, ବାଇକ୍ ଚଲେଇବ, ପୁଣି ହେଲମେଟ୍ ପିନ୍ଧିବ ନାହିଁ, ଯାହାଫଳରେ କି ମୃତ୍ୟୁବରଣ ହେଇଯାଉଛି, ଅକାଳରେ ମୃତ୍ୟୁବରଣ ହେଇଯାଉଛି। ନା ଆମେ ରକ୍ଷା କରିପାରୁଛେ, ଆମେ ବି ରକ୍ଷା କରିପାରୁଛେ। ତ ସେଇଗୁଡ଼ାକୁ ନଜର ରଖିକିରି ଆମେ ଆଇନ ଶୃଙ୍ଖଳାକୁ ମଜବୁତରେ ଯଦି ପାଳନ କରିବା, ତାହେଲେ ଆମର ଭାରତ ମାତାର ପ୍ରତ୍ୟେକ ସନ୍ତାନ ଜୀବିତ ରହିବ, ସୁରକ୍ଷିତ ରହିବ, ସ୍ୱାସ୍ଥ୍ୟ ସମସ୍ତଙ୍କର ଠିକ୍ ରହିବ। ସେହିପରି ଭାବରେ ଏହିସବୁ 2ଟା ନିୟମ ଆମକୁ କଡ଼ାକଡ଼ି ଭାବେ ନିୟମଟାକୁ ପାଳନ କରିବାକୁ ପଡ଼ିବ। ସେଥିପାଇଁ ଯଦି ଅଲଗା କିଛି ନିୟମ ଖସଡ଼ା ଯଦି ତିଆରି କରିବାକୁ ହେବ ଗାଁରେ, ତ ଗାଁର ସଭାପତିଙ୍କୁ କହିବେ ସେ ନିୟମ ଖସଡ଼ାକୁ ଭଲ ଭାବରେ କରି ତାକୁ ପାଳନ କରାଇବେ। ଆଉ
ଆଉ ଯଦି ମେଡିକାଲରେ ଯଦି କେହି ଆସୁଛି ପେସେଣ୍ଟ, ସେ କୌଣସି ଜାତି ଧର୍ମ କିଛି ନ ଦେଖିକିରି ଆମେ ସମସ୍ତେ ଭାରତ ମାତାର ସନ୍ତାନ ଭାବି ତାଙ୍କୁ ଚିକିତ୍ସା କରିବା, ଯାହାଫଳରେ କି ଆମେ ଭାରତ ମାତାଙ୍କର ସେବା କରିବା ବୋଲି ଭାବିବା, ନା କି ସେ ଗୋଟେ ପାର୍ଟିକୁଲାର ଜାତି ପାର୍ଟିକୁଲାର ଧର୍ମକୁ ସେବା କରୁଛେ। এইটা ସବୁ ସାଧାରଣତନ୍ତ୍ର ଦିବସରେ ଆମର ସଂକଳ୍ପ। ଏତିକି କହି ମୁଁ ମୋର ବକ୍ତବ୍ୟ ଶେଷ କରୁଛି। ଧନ୍ୟବାଦ।